नगे नाते बाते नगे तोड़ो बाते ना तो नगे कर्मा में नाते देशवा नगे नाते देशवा नगे कर्मा में नाते देशवा नगे नाते देशवा रामायण को डरे रामायण को डरे नद को सना नद को सना नद को सना नितनु रामायण को डरे नद को सना नद को सना नद को सना नितनु नगे तोड़ाया मुझे सुनबती ना तोले वाला मुझे सुनबती नगे तोड़ाया मुझे सुनबती ना तोले वाला मुझे सुनबती नगे कर्मा में नाते सुनबा नगे जियानो नाते सुनबा नगे कर्मा में नाते सुनबा नगे जियानो नाते सुनबा बाता के जिसना नानी बाता के जिसना नानी बड़ी बेटाते बड़ी बेटाते बड़ी बेटाते बाता के जिसना नानी बाता के जिसना नानी बड़ी बेटाते बड़ी बेटाते बड़ी बेटाते नगे तोड़ाया जिसवा बाई नगे तोड़ाया जिसवा बाई ना तोले मनाए जिसवा बाई नगे कर्मा में नाते जिसवा नगे जियानो नाते जिसवा नगे कर्मा में नाते जिसवा नगे जियानो हालेलुया हालेलुया बहुत धन्यवाद एते सुंदर भाବରେ गीत ଗାଇଥିବାରୁ ଆସନ୍ତୁ ଆମେ ସିଧା ସଳଖ ଈଶ୍ୱରଙ୍କର ବାକ୍ୟ ନିକଟକୁ ଯିବା। ଆଜ୍ଞା ଇଏ କି ଭାଷା ମୁଁ ତ କିଛି ବୁଝିପାରିନି। ଏଟା ଆଦିବାସୀ ଆଜ୍ଞା। ଆଜ୍ଞା ହଁ ଆଦିବାସୀ ଗୀତ। ଆମେ ସିଧା ସଳଖ ଈଶ୍ୱରଙ୍କର ବାକ୍ୟ ନିକଟକୁ ଯିବା। ମୋ ସହିତ ଖୋଲନ୍ତୁ ପ୍ରେରିତ ପୁସ୍ତକ 8 ପର୍ବ 17 ପଦରୁ ଆମେ 22 ପଦ ଯାଇ ଆମେ ଅଧ୍ୟୟନ କରିବା। ମୁଁ ପଢୁଛି, ଆପଣ ମାନେ ମନ ଦେଇ ଶୁଣନ୍ତୁ। ପ୍ରେରିତ ପୁସ୍ତକ 8 ପର୍ବ ତାର 17 ପଦରୁ ମୁଁ ଅଧ୍ୟୟନ କରୁଛି। ସେତେବେଳେ ସେମାନଙ୍କ ଉପରେ ପଦାର୍ପଣ କଲେ ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ।
ପ୍ରେରିତ ମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଦୌତ ହୋଇଅଛନ୍ତି। ଏହା ଦେଖି ସିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା, ମତେ ମଧ୍ୟ ଏହି ଶକ୍ତି ଦିଅନ୍ତୁ, ଯେପରି ମୁଁ ଯେ କୌଣସି ଲୋକ ଉପରେ ହସ୍ତାର୍ପଣ କରିବି ସେ ପବିତ୍ର ଆତ୍ମା ପାଇବ। କିନ୍ତୁ ପିତର ତାକୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭ ସହିତ ବିନଷ୍ଟ ହେଉ, କାରଣ ତୁମ୍ଭେ ଟଙ୍କା ଦେଇ ଈଶ୍ୱରଙ୍କର ଦାନ କିଣିବାକୁ ଭାବିଲ। ଏ ବିଷୟରେ ତୁମ୍ଭର ଚିତ୍ତ ନାହିଁ କି ଅଧିକାର ନାହିଁ, କାରଣ ଈଶ୍ୱରଙ୍କ ସାକ୍ଷାତରେ ତୁମର ହୃଦୟ ସରଳ ନୁହେଁ। 22 ପଦ। ଅତଏବ ତୁମ୍ଭର ଏହି ଦୁଷ୍ଟ କୋଣରୁ ମନ ପରିବର୍ତ୍ତନ କରି ପ୍ରଭୁଙ୍କ ଠାରେ ପ୍ରାର୍ଥନା କର। କେ ଜାଣେ ଅବା ତୁମ୍ଭ ହୃଦୟର କଳ୍ପନା କ୍ଷମା ହୋଇପାରେ। ହାଲେଲୁୟା। ହାଲେଲୁୟା। ଆମେ ଏ ସ୍ଥାନରେ ଦେଖିବାକୁ ପାଉଛୁ ଈଶ୍ୱରଙ୍କର ବାକ୍ୟରେ ଯେତେବେଳକୁ ପବିତ୍ର ଆତ୍ମା ଜଣେ, ଏ ସ୍ଥାନରେ ଆମେ ଦେଖିବାକୁ ପାଉଛୁ ସିମୋନ ବଳୁଆ ଜଣେ ଯାଇକିନା କଣ କରୁଛନ୍ତି ନା ଟଙ୍କା ଯାଚୁଛନ୍ତି। ମତେ ପବିତ୍ର ଆତ୍ମା ଦିଅ, ମୁଁ ମଧ୍ୟ ସେହି ଆଶ୍ଚର୍ଯ୍ୟ କାମ କରିବି ବୋଲିକିନା ସେହି ନିକଟକୁ ପ୍ରେରିତ ନିକଟକୁ ଯାଇଥିଲେ। କିନ୍ତୁ ଟଙ୍କା ଦ୍ୱାରା ପବିତ୍ର ଆତ୍ମା ଆମେ କିଣି ପାରବା ନାହିଁ। ହାଲେଲୁୟା। ହାଲେଲୁୟା। ପବିତ୍ର ଆତ୍ମାରେ ବହୁତ କାର୍ଯ୍ୟ ଅଛି ମୋର ପ୍ରିୟ ଭାଇ ଭଉଣୀ ମାନେ। କେମିତି ଦେଖନ୍ତୁ, ଆମେ ସେ 17 ପଦ ପାଇଲେ ଟିକେ ମତେ ପଢିକିନା ସାହାଯ୍ୟ କରନ୍ତୁ। ସେ 8 ରୁ 17 ପଦ। ସେ 17 ପଦ ଲେଖା ହେଇଛି, ସେତେବେଳେ ସେମାନେ ସେମାନଙ୍କ ଉପରେ ହସ୍ତାର୍ପଣ କଲେ ଆଉ ସେମାନେ ପବିତ୍ର ଆତ୍ମା ପ୍ରାପ୍ତ ହେଲେ। ଯେତେ ଲୋକ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ବାପ୍ତିସ୍ତ ହେଇ ଆଉ ପବିତ୍ର ଆତ୍ମା ଅବତୀର୍ଣ୍ଣ ହେଲେ, ସେହି ସମୟରେ ସମସ୍ତଙ୍କ ମସ୍ତକରେ ହସ୍ତାର୍ପଣ କରାନ୍ତ ପବିତ୍ର ଆତ୍ମା ପରିପୂର୍ଣ୍ଣ ହେଲେ। ତ ଆମେ 18 ପଦ ଦେଖିଲୁ, ପ୍ରେରିତ ମାନଙ୍କର ହସ୍ତାର୍ପଣ ଦ୍ୱାରା ଆତ୍ମା ଦୌତ ହୋଇଅଛନ୍ତି। ଏହା ଦେଖି ସିମୋନ ସେମାନଙ୍କୁ ଟଙ୍କା ଯାଚି କହିଲା। ଟଙ୍କା ଦେବାକୁ ସେ ଇଚ୍ଛା କଲା, ମତେ ବି ଦିଅ ସେ ପବିତ୍ର ଆତ୍ମା, ମୁଁ ବି ସୁସ୍ଥତା କରିବି, ମୁଁ ବି ଚିହ୍ନ ଚମତ୍କାର କାର୍ଯ୍ୟ କରିବି ସିମୋନ କହୁଛନ୍ତି। କିନ୍ତୁ ସେ ସମୟରେ ଦେଖନ୍ତୁ 19 ପଦ ଲେଖା ହେଲା, ମତେ ଏହି ଶକ୍ତି ଦିଅନ୍ତୁ। କିଏ କହୁଛି ଏ ଶକ୍ତି? ପବିତ୍ର ଆତ୍ମାର ଶକ୍ତି ଦିଅ ବୋଲି କିଏ କହୁଛନ୍ତି? ନା ସିମୋନ କହୁଛନ୍ତି, ମତେ ଦିଅନ୍ତୁ, ଯାହା କେତେ ହେବ ମୁଁ ସେହି ମୂଲ୍ୟ ମୁଁ ଦେବି ବୋଲି କହୁଛନ୍ତି। ଯେପରି ମୁଁ ଯେକୌଣସି ଲୋକ ଉପରେ ହସ୍ତାର୍ପଣ କରିବି ସେହି ପବିତ୍ର ଆତ୍ମା ପାଇବ। ସେ ସିମୋନ କହୁଛନ୍ତି, ଯାହା ଉପରେ ମୁଁ ହସ୍ତାର୍ପଣ କରିବି, ଛୁଇଁବି, ସେ ପବିତ୍ର ଆତ୍ମା ପାଇବେ ଆଉ ଅନେକ ଲୋକଙ୍କ ସୁସ୍ଥତା କରିବ ବୋଲିକିନା ସେ ଇଚ୍ଛା ମନ କରୁଛନ୍ତି। କିନ୍ତୁ ହେଇପାରିବ ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ। ଟଙ୍କା ଦ୍ୱାରା କି କାହାକୁ ପବିତ୍ର ଆତ୍ମା ଦେଇ ହୁଏ ନାହିଁ, କି ମୂଲ୍ୟ ଦ୍ୱାରା କିଣି ହେବ ନାହିଁ ମୋର ପ୍ରିୟ ଭାଇ ଭଉଣୀ। କାହିଁକି ଏ ସ୍ଥାନରେ ଆମେ ଦେଖିବାକୁ ପାଉଛୁ, କିନ୍ତୁ ପିତର ତାଙ୍କୁ କହିଲେ, ତୁମ୍ଭର ଟଙ୍କା ତୁମ୍ଭର ସହିତ ବିନଷ୍ଟ ହେଉ। ପିତର କହିଲେ, ପିତର ଯିଏକି ପ୍ରଥମ ଶିଷ୍ୟ ହଉଛନ୍ତି ଯୀଶୁ ଖ୍ରୀଷ୍ଟଙ୍କର ପ୍ରଥମ ଶିଷ୍ୟ ହଉଛନ୍ତି ପିତର, ଯାହା ନାମ ସିମୋନ ଥିଲା। ପ୍ରଭୁ ଯୀଶୁ ତାଙ୍କୁ ରଖିଲେ ପିତର, ତମେ ପଥର ଉପରେ ମୁଁ ରଖିଛି ନା। ପିତରର ଉତ୍ତର କଣ ନା, ପିତର ନାମ ହଉଛି ପଥର। ଯୋଉ ପଥର ଯେମିତି ହାଣ ତାକୁ ଭାଙ୍ଗିବା ପାଇଁ କେମିତି ଭୟଙ୍କର ସୃଷ୍ଟି ହୁଏ, କିନ୍ତୁ ସେହିପରି ସେ ପିତରକୁ କହିଲେ, ତାକୁ କହିଲେ, ତୁମ୍ଭର ଟଙ୍କା ତୁମ ସହିତ ବିନଷ୍ଟ ହେଉ। ସେ ସିମୋନକୁ କହିଲେ, ପିତର ତୁମ ଟଙ୍କା ତୁମର ବିନଷ୍ଟ ହେଉ, କାରଣ ଟଙ୍କା ଦ୍ୱାରା ଈଶ୍ୱରଙ୍କର ଦାନ କିଣିବାକୁ ଭାବୁଛ। ଈଶ୍ୱରଙ୍କର ଦାନ ଟଙ୍କା ଦ୍ୱାରା କିଣି ହୁଏ ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ। ଏଟା ବିନା ମୂଲ୍ୟରେ ଈଶ୍ୱରଙ୍କର ଦାନ ମିଳେ। ଆମେ ବିଶ୍ୱାସ କଲୁ, ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହରେ ଆମେ ଚାଳିତ ହେଇଛୁ ମୋର ପ୍ରିୟ ଭାଇ ଭଉଣୀ ମାନେ। ଏଇ ସ୍ଥାନ ଲେଖା ହେଇଛି, ଅନେକ ଶକ୍ତି କାର୍ଯ୍ୟ କରିବା ପାଇଁ ହେଲେ ପବିତ୍ର ଆତ୍ମା ଆବଶ୍ୟକ ପଡିବ। ପବିତ୍ର ଶକ୍ତିରେ ଭୂତ ମାନଙ୍କୁ ଛଡାଯାଏ, ପ୍ରେତ ମାନଙ୍କୁ, ଡୁମ ଡାହାଣୀ, ରୋଗୀ ମାନଙ୍କୁ, କଷ୍ଟ ମାନଙ୍କୁ, ଚଟା ମାନଙ୍କୁ, ଅନ୍ଧ ମାନଙ୍କୁ, ଖଞ୍ଜ ମାନଙ୍କୁ, ମଲା ଲୋକ ମାନଙ୍କୁ ଚିହ୍ନ ଚମତ୍କାର କରିଛନ୍ତି। ପ୍ରିୟ ଭାଇ ଭଉଣୀ ମାନେ, ପବିତ୍ର ଆତ୍ମାରେ ଯୀଶୁ ଖ୍ରୀଷ୍ଟଙ୍କର ଆତ୍ମା
ବହୁତ ମୂଲ୍ୟବାନ ଅଟେ, କିନ୍ତୁ ସେ କିଣିବା ପାଇଁ ଇଚ୍ଛା କରୁଥିଲେ, କିନ୍ତୁ ପିତର ସିଧାସଳଖ ମନା କରୁଥିଲେ, ତମର ଟଙ୍କା ତମ ହସ୍ତରେ ବିନଷ୍ଟ ହେଇଯାଉ, କିନ୍ତୁ ଈଶ୍ୱରଙ୍କର ଦାନ ତମେ କିଣି ପାରିବ ନାହିଁ ବୋଲିକିନା ପିତର କହିଲେ ସିମୋନଙ୍କୁ। ତ 21 ପଦ ଏ ବିଷୟରେ ତୁମର ଅଂଶ ନାହିଁ କି ଅଧିକାର ନାହିଁ। ପିତର କହୁଛନ୍ତି ସିମୋନଙ୍କୁ ଏହି ବିଷୟରେ, ଯୋଉ ଈଶ୍ୱରଙ୍କର ଦାନ ବିଷୟରେ ଆପଣ କିଣିବା ପାଇଁ ଚାହୁଁଛନ୍ତି, କିନ୍ତୁ ତୁମର ଅଧିକାର ନାହିଁ କି ତୁମର ପାଖରେ ଶକ୍ତି ନାହିଁ ବୋଲିକିନା କହୁଛନ୍ତି। ତୁମର ଶକ୍ତି ଆଉ ପବିତ୍ର ଆତ୍ମାଙ୍କର ଦାନ କିଣିପାରେ ପ୍ରିୟର ଭାଇ ଭଉଣୀ, କେହି କିଣିପାରିବେ ନାହିଁ। ସେଥିପାଇଁ ପିତର କହୁଛନ୍ତି ତୁମର ଅଧିକାର ନାହିଁ କି ତୁମର ଅଂଶ ନାହିଁ। ପ୍ରଭୁ ଯାହା ଉପରେ ପବିତ୍ର ଆତ୍ମା ଢାଳି ଅଛନ୍ତି, ଯାହାକୁ ମନୋନୀତ କରିଛନ୍ତି, ସେ ହିଁ ପାଇପାରିବେ। କାରଣ ଈଶ୍ୱରଙ୍କର ସାକ୍ଷାତ ତୁମର ହୃଦୟ ସରଳ ନୁହେଁ। ପିତର କହୁଛନ୍ତି ସିମୋନଙ୍କୁ, ହୃଦୟ ଠାରେ ସରଳ ନୁହେଁ ବୋଲି କହୁଛନ୍ତି। ହାଲେଲୁୟା। ହାଲେଲୁୟା। ଆମେ ଦେଖିବା ପାଉଛୁ ଏଟା ସାଧାରଣ ବିଷୟ ନାହିଁ। ପବିତ୍ର ଆତ୍ମା ପାଇବାକୁ ହେଲେ ଆମକୁ ଈଶ୍ୱରଙ୍କର ବାକ୍ୟ ମାନିବାକୁ ପଡିବ। ଈଶ୍ୱରଙ୍କର ଯୋଉ ବାକ୍ୟ ଆମେ ସାଧନ କରିବାକୁ ପଡିବ, ହେଲେ ହିଁ ଆମେ ପବିତ୍ର ଆତ୍ମା ପାଇପାରିବା। ସମସ୍ତେ ପବିତ୍ର ଆତ୍ମା ପାଇପାରିବେ ନାହିଁ ମୋର ପ୍ରିୟ ଭାଇ ଭଉଣୀ ମାନେ। এই ସ୍ଥାନରେ ଅନେକ ଲୋକମାନେ ସୁସ୍ଥତା ପାଇଅଛନ୍ତି। 22 ପଦ ଲେଖା ହେଲା, ଅତଏବ ତୁମ୍ଭର ଏଇ ରୁଷ୍ଟ ପୁଷ୍ଟପଣରୁ ମନ ପରିବର୍ତ୍ତନ କର, ପ୍ରଭୁଙ୍କ ଠାରେ ପ୍ରାର୍ଥନା କର, କିଏ ଜାଣି ଅବା ତୁମ୍ଭର ହୃଦୟ କଳ୍ପନା କ୍ଷମା ହୋଇପାରେ। ପିତର କହିଲେ ସିମୋନଙ୍କୁ, ସିମୋନ, ଈଶ୍ୱରଙ୍କୁ ତମେ ବିଶ୍ୱାସ କର ଏବଂ ତମେ ଈଶ୍ୱରଙ୍କ ଠାରୁ ତମେ ପ୍ରାର୍ଥନା କର, କିଏ ଜାଣି ଈଶ୍ୱର ଦୟା କଲେ ତମର ପାପ କ୍ଷମା କରିବେ, ଦୟା କଲେ ଆଉ ତମର କଳ୍ପନା ସବୁ କଣ କ୍ଷମା କରିବେ ବୋଲିକିନା ପିତର କହୁଛନ୍ତି। ପିତର ତାହା ନୁହେଁ ଯେ ପ୍ରଥମ ଶିଷ୍ୟ ଏତେ ପୁରା ସାହସଶାଳୀ ଅଟେ, ପୁରା ଶକ୍ତିମାନ। କେମିତି ସାହସ? ପ୍ରଭୁ ଯୀଶୁଙ୍କର ପ୍ରଥମ ଶିଷ୍ୟ ହଉଛନ୍ତି ପିତର। ସେ ଯେତେବେଳକୁ ଯୀଶୁ ପ୍ରଭୁ ଯୋଉ ସ୍ଥାନରେ ଯିବେ ସେଇ ସ୍ଥାନରେ ଯାଇକିନା ଖାଇବାରେ, ଉଠିବାରେ, ପିନ୍ଧିବାରେ ସବୁ ସ୍ଥାନରେ ବିଦ୍ୟମାନ ଯୀଶୁ ଖ୍ରୀଷ୍ଟଙ୍କର ଶିଷ୍ୟ ଅଟେ। ମରଣ ପର୍ଯ୍ୟନ୍ତ ବି, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମଧ୍ୟ ଯେତେବେଳକୁ ଯୀଶୁ ଖ୍ରୀଷ୍ଟ ବିଚାର ସ୍ଥାନରେ ନେଉଛନ୍ତି, ସେଇ ସମୟରେ ଯୀଶୁ ଯେତେବେଳକୁ ପିତର କହିଲେ, ପ୍ରଭୁ ତମେ ଯୋଉଠି ମରିବ ମୁଁ ସେଇ ମରିବା ଜାଗାରେ ମୁଁ ଆସି ପ୍ରଭୁ ତମ ସହିତ ମରିଯିବି ବୋଲି କହିଲେ ପିତର। କିନ୍ତୁ ଯୀଶୁ ପ୍ରଭୁ ଗୋଟେ କଥା କହିଲେ, ପିତର ତ ମରି ପାରିବ ନାହିଁ ବୋଲି କହିଲେ। କେମିତି ମରି ପାରିବ ନାହିଁ କହିଲେ ପିତରକୁ? କାହିଁକି ପ୍ରଭୁ କହିଲେ ତମେ ମରି ପାରିବ ନାହିଁ, କିନ୍ତୁ ମତେ କୁକୁଡ଼ା ଡାକୁଣ 3 ଥର ମତେ ଅସ୍ୱୀକାର କରିବ ବୋଲିକିନା ଯୀଶୁ ପ୍ରଭୁ କହିଲେ ପିତରଙ୍କୁ। ସେଥିପାଇଁ ମୋର ପ୍ରିୟର ଭାଇ ଭଉଣୀ ମାନେ, ପିତରଙ୍କୁ ଯେତେବେଳକୁ ବିଚାର କରୁଛନ୍ତି ସେଇ ସମୟରେ କୁକୁଡ଼ା ପ୍ରଥମ ଥର ଡାକିଲା, ଆଉ ସ୍ତ୍ରୀ ଲୋକଟେ କହିଲା, ଇଏ ସେହି ଲୋକ ପରା, ନା 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 ମୁଁ ସେହି ନୁହେଁ ବୋଲିକିନା ଅସ୍ୱୀକାର କରିଦେଲେ। ହାଲେଲୁୟା। ପୁନର୍ବାର ଯୀଶୁ ପ୍ରଭୁଙ୍କୁ ଆଉ ପଚାର ଉଚାର କରୁଛନ୍ତି, କେତେ ମାଡ ମାରୁଛନ୍ତି। ସେଇ ସମୟରେ ଆଉ ପିତରକୁ କହିଲେ, ଆଉ ଗୋଟେ ଲୋକମାନେ କହିଲେ, ତମେ ସେହି ଲୋକ? ନାଇଁ 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 ନାଇଁ, ମୁଁ ଯୀଶୁ ଲୋକ। ଆଉ ପୁନର୍ବାର ଦ୍ୱିତୀୟ ଥର ଅସ୍ୱୀକାର କରିଦେଲେ। ଆଉ ଯେତେବେଳକୁ ପୁନର୍ବାର ତୃତୀୟ ଥର ହେଲା, ସେତେବେଳକୁ ପିତର କଣ କଲେ, ପୁରା ଅନୁତାପ କଲେ, କାନ୍ଦିଲେ, ପ୍ରଭୁ ଯାହା କହିଥିଲେ। କିନ୍ତୁ ପିତର ଭୁଲି ଯାଇଥିଲେ, ଯୀଶୁ ପ୍ରଭୁ ସ୍ୱୟଂ କହିଥିଲେ, ମତେ ତମେ 3 ଥର ମତେ ଅସ୍ୱୀକାର କରିବ, ମତେ ଯେତେବେଳକୁ ବିଚାର କରାଯିବ, ମାଡ ମାରିବେ, କରଡ଼ା ପ୍ରହାର କରାହବ, ସେଇ ସମୟରେ ଭୟ ଭିତରେ ଲୋକମାନଙ୍କର ପ୍ରାଣ ପଣ ହେଇଥିବ, ସେଇ ସମୟରେ ମତେ 3 ଥର ଅସ୍ୱୀକାର କର ବୋଲି କହିବାରୁ ସେ ପିତର କଣ କହିଲେ, ସେ 3 ଥର ଅସ୍ୱୀକାର କରିବା ଶେଷରେ ସେ କାନ୍ଦି ପକେଇଲେ। ଯାହା ପ୍ରଭୁ କହିଥିଲେ ତାହା ହିଁ ଠିକ ହେଲା। ହାଲେଲୁୟା। ଦିନେ 3 ଥର ଅସ୍ୱୀକାର କରିଥିଲେ। ପିତର ଜଣେ କିଏ? ସେ ଜଣେ ମାଛୁଆ। ମାଛୁଆ ଲୋକମାନଙ୍କୁ ଦେଖନ୍ତୁ, ଆମର ସିଂପୁର ଦେଖନ୍ତୁ, ମୁଁ ଯେତେବେଳକୁ ଯାଏ ସମସ୍ତେ ତାଙ୍କେ ଗନ୍ଧି କାହିଁକି ବାସ୍ନା ହେଇଯାଆନ୍ତି। କାହିଁକି ମାଛୁଆ ଲୋକ କେବେ ଭଲରେ ଥିବେ କି ମୋର ପ୍ରିୟ ଭାଇ ଭଉଣୀ ମାନେ? ନାହିଁ, ମାଛୁଆ ଲୋକ ମାନେ ପୁରା ଗନ୍ଧ। ସେଇ ସମୟରେ ସେ ପିତର ବି କଣ ହେଇଥିଲେ, ମାଛ ଧରୁଥିଲେ। ସେଇ ସମୟରେ ଯୀଶୁ ପ୍ରଭୁ କହିଲେ, ତୁମର ମାଛ ଜାଲ ଡଙ୍ଗା ସବୁ ପରିତ୍ୟାଗ କରି ମୋର ଅନୁଗମନ କର, ମୁଁ ତୁମ ମାନଙ୍କୁ
ମନୁଷ୍ୟ ଧରିବା ଶିଖେଇବି। ମନୁଷ୍ୟ ଧରିବାଟା କଣ ସହଜ କି ମୋର ପ୍ରିୟର ଭାଇ ଭଉଣୀ? ନାଇଁ ଆଜ୍ଞା। ସେ କଣ ମାନେ ପିତର ତ ମାଛ ଧରୁଥିଲେ, କୋଉ ସ୍ଥାନରେ ପକେଇଲେ ମାଛ ଆସିବ, କେତେ ଗଭୀର ପାଣି ଅଛି ସେଇ ସ୍ଥାନରେ ସେ ସବୁ ଜଣା, ତାକୁ A to Z ସେ ସମୁଦ୍ର କୂଳ କୋଉଠି ଅଛି ସବୁ ସେ ପିତରଙ୍କୁ ଜଣା। କିନ୍ତୁ ଯେତେବେଳକୁ ଯୀଶୁ ପ୍ରଭୁ ଭେଟଘାଟ ହଉଛନ୍ତି, ଭେଟିଲେ ସେଇ ସମୟରେ ପିତରଙ୍କର ଜୀବନ ବଦଳେଇ ଗଲା। ହାଲେଲୁୟା। 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 ଆମେ ବହୁତ ଆମେ ଶିକ୍ଷା ଜାଣିଛୁ ପିତରଙ୍କର। ଦେଖନ୍ତୁ ଅଦ୍ଭୁତ ଯେତେବେଳକୁ ଯୀଶୁ ପ୍ରଭୁଙ୍କୁ କ୍ରୁଶରେ ଟଙ୍ଗେଇ ଦେଲେ, ସବୁ କିଛି କଲେ, ସେଇ ସମୟରେ ଯୀଶୁ ପ୍ରଭୁଙ୍କୁ ଅସ୍ୱୀକାର କଲେ। ଆମେ ଦେଖିବା ପାଉଛୁ ପରିଶେଷରେ ସେ ପିତର ହିଁ ଜଣେ ପବିତ୍ର ଆତ୍ମାରେ ଶକ୍ତି ପ୍ରାପ୍ତ ହେଇକିନା ସେ ପ୍ରଥମ ଥର ପାଇଁ 3000 ଲୋକମାନଙ୍କୁ କଣ କରୁଛନ୍ତି, ପ୍ରଚାର କରିକିନା ବାପ୍ତିସ୍ମ ଦଉଛନ୍ତି। ହାଲେଲୁୟା। ହାଲେଲୁୟା। ସେ ଜଣେ କଣ ହେଲେ, ଗୋଟେ ସାହସ ବ୍ୟକ୍ତି ହେଇଗଲେ, ସାହସଶୀଳ ହେଇଗଲେ। ପ୍ରଥମ ଶିଷ୍ୟ ହଉଛି ଆମର। ହୃଦୟରେ ଯଦି ସାହସ ନାହିଁ, ଆମେ ଯୀଶୁଙ୍କୁ ବିଶ୍ୱାସ କରିକିନା କିଛି ମୂଲ୍ୟ ତ ନାହିଁ। ଏବେ ବହୁତ ଯୀଶୁ ଖ୍ରୀଷ୍ଟଙ୍କୁ ତାଡନା ଯଦି ହଉଛି ବୋଲେ ଯୀଶୁଙ୍କ ପାଇଁ ଆମେ ପ୍ରାଣ ଦେଇଦେବାର ଅଛି, ଜୀବନ ଦେଇଦେବାର ଅଛି। ଆମକୁ ମାରି ଦିଅନ୍ତୁ, ହାଣି ଦିଅନ୍ତୁ, ଆମ ବେକ ଦେଇଦେବାର ଅଛି। ଯୀଶୁଙ୍କୁ ଏ ପୃଥିବୀକୁ କାହିଁକି ପଠେଇଲେ? ଦେଖନ୍ତୁ ମୋର ପ୍ରିୟ ଭାଇ ଭଉଣୀ ମାନେ, ଯୀଶୁ ହେଉଛନ୍ତି ଜଣେ ଉଦ୍ଧାରକର୍ତ୍ତା। ସେ କାହାକୁ ଅନ୍ୟାୟ କରିନାହାନ୍ତି। ସେ ପବିତ୍ର ଈଶ୍ୱର ଅଟନ୍ତି। ହାଲେଲୁୟା। ହାଲେଲୁୟା। ଈଶ୍ୱରଙ୍କୁ ମାରିଦେଲେ, ହାଣିଦେଲେ, ବୁସିଦେଲେ, ସବୁ କିଛି କରଡ଼ା ପ୍ରହାର କରିଦେଲେ, କିନ୍ତୁ ଆମେ କିଛି ନୁହେଁ। ଆମେ ତ ଜଣେ ପାପୀ ମଣିଷ ଅଟେ। ସେ ପାପୀ ମଣିଷ ଆମେ। ଯୀଶୁ ପ୍ରଭୁ ଗୋଟେ କଥା କହୁଛନ୍ତି, ମୋ ନିମନ୍ତେ ତମେ ମରିଯାଅ, ମୁଁ ତୁମକୁ ପୁନର ଆସିକିନା କଣ କରିବି ନା ଉଠେଇକିନା ତମକୁ ସ୍ୱର୍ଗ ରାଜ୍ୟ ନେଇଯିବି ବୋଲି କହୁଛନ୍ତି। ହାଲେଲୁୟା। ହାଲେଲୁୟା। ସେହିପରି ଆମେ ଦେଖିବାକୁ ପାଉଛୁ, ଯଦି ଆମେ ଯେତିକି ଲୋକମାନେ ଏବେ ତାଡନା, ନିନ୍ଦା, କଷ୍ଟ ସହୁଛନ୍ତି, କଣ ପାଇଁ? ଯୀଶୁ ଖ୍ରୀଷ୍ଟଙ୍କର ଶକ୍ତି ଅଛି, ଯୀଶୁଙ୍କର ବାକ୍ୟରେ ଶକ୍ତି ଅଛି, ଯୀଶୁଙ୍କର ବାକ୍ୟରେ ଜୀବନ ଅଛି, ଯୀଶୁଙ୍କର ବାକ୍ୟରେ ବଳ ଅଛି, ଅଦ୍ଭୁତ କାର୍ଯ୍ୟ ଅଛି, ଚିହ୍ନ ଚମତ୍କାର କାର୍ଯ୍ୟ ଅଛି। ହାଲେଲୁୟା। ସେଥିପାଇଁ ସେମାନେ କହୁଛନ୍ତି ପିତରଙ୍କୁ, ଭାଇ ଏଇ ପବିତ୍ର ଆତ୍ମା ମତେ ଦିଅ, ମୁଁ ତମକୁ କେତେ ଟଙ୍କା ହେବ ମୁଁ ତମକୁ ଟଙ୍କା ଦେବି ବୋଲି କହିଲେ। ସେଥିପାଇଁ ପିତର କହିଲେ, ତମର ଟଙ୍କା ତମ ହସ୍ତରେ ବିନଷ୍ଟ ହେଇଯାଉ, କିନ୍ତୁ ପବିତ୍ର ଆତ୍ମା କିଏ କିଣି ପାରନ୍ତି ନାହିଁ। ଈଶ୍ୱରଙ୍କ ଠାରେ ତମର ଶକ୍ତି ନାହିଁ କି ତୁମର ବଳ ନାହିଁ, କିନ୍ତୁ ଈଶ୍ୱରଙ୍କୁ ତମେ ପ୍ରାର୍ଥନା କର, ତମେ ଅନୁତାପ କର, ତାହେଲେ ହିଁ ତମର କଳ୍ପନା, ତମର ଭାବନା ସବୁ ଭାଙ୍ଗିକିନା ପ୍ରଭୁ ଚାହିଁଲେ ତମକୁ ବରଦାନ କରିବେ ବୋଲି କହିଲେ। ହାଲେଲୁୟା। ହାଲେଲୁୟା। ମୋର ପ୍ରିୟର ଭାଇ ଭଉଣୀ ମାନେ, ଏଟା ରିସେଣ୍ଟଲି କଥା, ଏଟା ହଉଛି ପରଦିନ ମାଣ୍ଡି ବିସିରେ ଯୋଉ ତାଳନା ହେଇଛି, କିନ୍ତୁ ତାଙ୍କେ ସାହସୀରେ ତାଙ୍କେ କହିଲେ ମାରିଦିଅ, ପିଟି ଦିଅ, କିନ୍ତୁ ବାଇବଲ ତମେ ଚିରିବ, ତମେ ଚିରି ହେଇକିନା ମରିଯିବ ବୋଲି ନ କହିଲେ। ହାଲେଲୁୟା। ଏମିତି ଗୋଟେ ସାହସ ଥିବାର ଅଛି। ଯଦି ଆମେ ଯଦି ଈଶ୍ୱରଙ୍କୁ ବିଶ୍ୱାସ କରୁଛୁ, ଯୀଶୁଙ୍କୁ ବିଶ୍ୱାସ କରୁଛୁ, ଯଦି ଆମେ ଯଦି ଆଉ ସାହସ ଯଦି କରିବା ନାହିଁ, ତାହେଲେ ଆମକୁ କିଛି ମୂଲ୍ୟ ନାହିଁ। ହାଲେଲୁୟା। ମାନିବାକୁ ପଡ। ମାଣ୍ଡି ବି ଏଡେ ବଡ ଗାଁ ରେ ଯେତେବେଳକୁ ଯୀଶୁଙ୍କୁ ବିଶ୍ୱାସ କଲେ, ଏତେ ତାଡନା ନିନ୍ଦା ହେଲେ, ଏବେ ସରକାର ମାନେ ଖୋଜୁଛନ୍ତି ଯେତେବେଳକୁ ସରକାର ପହଞ୍ଚିବେ ତାଙ୍କେ ସମସ୍ତେ ଆରେଷ୍ଟ ହେଇକିନା ଯିବେ। ହାଲେଲୁୟା। ଏବେ ଗୋଟେ ସୁପ୍ରିମକୋର୍ଟ, ହାଇକୋର୍ଟ ରୁ ସୁପ୍ରିମକୋର୍ଟ ଯେତେବେଳକୁ ଖ୍ରୀଷ୍ଟିଆନ ମାନଙ୍କୁ ଯିଏ ମାନେ ତାଡନା କରିବେ, ତାଙ୍କ ମାନେ 14 ବର୍ଷ ଯାଇ ତାଙ୍କୁ ଜେଲ କାରାଗାରରେ ଅଛି ବୋଲିକିନା ଗୋଟେ ସରକାର ଗୋଟେ ନିୟମ ଦେଇଛନ୍ତି। ହାଲେଲୁୟା। ନିୟମକୁ ଯଦି କିଏ ଭାଙ୍ଗି ପାରିବେ ନାହିଁ ମୋର ପ୍ରିୟର ଭାଇ ଭଉଣୀ ମାନେ, ଆମେ ଦେଖିବା ପାଉଛୁ। ମୁଁ ପରଦିନ ମୁଁ ଯେତେବେଳକୁ ରାୟଗଡା ଯାଇଥିଲି, ହେଲମେଟ ଧରୁନଥିଲି, କଣ ମୁଁ ଖ୍ରୀଷ୍ଟିଆନ ବୋଲିକିନା ମୁଁ ଯେତେବେଳକୁ ଯିବି ବୋଲି ତାଙ୍କେ ମତେ ଛାଡିବେ କି? ନାଇଁ, ନିୟମକୁ ତାଙ୍କେ ପାଳନ କରିବାକୁ ପଡିବ। ଯଦି ସେମିତି କହିଲେ ବି ମୁଁ ଭକ୍ତ, ମୁଁ ଧାର୍ମିକ ବୋଲି କହିଲେ ବି ତାଙ୍କେ ଛାଡିବେ ନାହିଁ। ଯଦି ଆମେ ଯଦି ନିୟମ ଅନୁସାରେ ଯଦି ଆମେ ଚାଲିବା, କିଏ ଆମକୁ ହରେଇବା ଲୋକ ନାହିଁ। ହାଲେଲୁୟା। ସେ ସମୟରେ ନାହିଁ, ଯେତେବେଳକୁ ବହୁତ ମିଟିଂ ହଉଛି, ସେ ସମୟରେ ମୁଁ ରହିଗଲି। ତାପରେ ଅନ୍ୟ ଦେଇକିନା କଣ କଲି ନା ପଳେଇଲି। ପୁଲିସ ମାନେ ଆମକୁ ଛାଡିବେ ନାହିଁ, କାହିଁକି? ତାଙ୍କେ ଗୋଟେ ରୁଲ, ଗୋଟେ ଅଧିକାରରେ ଅଛନ୍ତି, ବୁଝିପାରୁଛନ୍ତି। କିନ୍ତୁ ଆମେ ବି ଗୋଟେ ଆଇନ ଅନୁସାରେ, ଆମେ ଗୋଟେ ରୁଲ ଅନୁସାରେ ଆମେ ଗୋଟେ ଚାଲିବାକୁ ପଡିବ। ଆମେ କାହାର ଅନ୍ୟାୟ କରୁନୁ କି କାହାର ଆମର କ୍ଷତି କରୁନୁ। ସେଥିପାଇଁ ଏଠି ଈଶ୍ୱରଙ୍କର ବାକ୍ୟ କହୁଛି, ତମେ ମୋ ବାକ୍ୟରେ ତମେ ଚାଲ, ମୁଁ ତୁମକୁ ତୁମ ରାସ୍ତା ଦେଖେଇବି ବୋଲି କହୁଛନ୍ତି। ହାଲେଲୁୟା। ମୋର ପ୍ରିୟର ଭାଇ ଭଉଣୀ ମାନେ, କାଲିକି ମାଣ୍ଡି ବେଶୀ ଯିବାର ଅଛି, କିନ୍ତୁ ପ୍ରାର୍ଥନା କରିବା, ପ୍ରଭୁ ନିଶ୍ଚିତ ଭାବରେ ପ୍ରଭୁଙ୍କର ଆତ୍ମା
ଗୋଟେ ଗୋଟେ ପାପୀର ଆତ୍ମା କେମିତି ଉଦ୍ଧାର ପାଇବେ ସେଥିପାଇଁ ଆମେ ପ୍ରାର୍ଥନା କରିବା। ଆଉ ଗୋଟେ ବାକ୍ୟ ମୋ ସହିତ କୁହନ୍ତୁ, ଚାଲନ୍ତୁ ଦେଖିବା ସେହି ପ୍ରେରିତ ତାର 19 ପର୍ବ 11 ପଦ ଖୋଲନ୍ତୁ ମୋ ସହିତ। ମୋ ସହିତ ଦେଖନ୍ତୁ, ମୁଁ ପଢୁଛି ସେ ପ୍ରେରିତ 19 ପର୍ବ 11 ପଦ। ପୁଣି ଈଶ୍ୱର ପାଉଲଙ୍କ ହସ୍ତ ଦ୍ୱାରା ଅସାମାନ୍ୟ ଶକ୍ତିର କାର୍ଯ୍ୟ ସାଧନ କରୁଥିଲେ। ହାଲେଲୁୟା। ହାଲେଲୁୟା। ଅଦ୍ଭୁତ କାର୍ଯ୍ୟ କରୁଥିଲେ। ଏହିପରି ତାଙ୍କ ଦେହରୁ ରୁମାଲ କିମ୍ବା ଗାମୁଛା ରୋଗୀମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କ ଠାରୁ ରୋଗ ଛାଡ଼ି ଯାଇଥିଲା। କଣ କରୁଥିଲେ? ରୁମାଲ କିମ୍ବା ଗାମୁଛା ଯଦି ଛୁଉଁଥିଲେ ରୋଗୀ ମାନେ କଣ ପାଉଥିଲେ? ସୁସ୍ଥତା ପାଉଥିଲେ। ମୋର ପ୍ରିୟ ଭାଇ ଭଉଣୀ ମାନେ, ଏବେ ବି ବର୍ତ୍ତମାନ ବି ସୁସ୍ଥତା ପାଉଛନ୍ତି। ରୁମାଲ କିମ୍ବା ଗାମୁଛା ତାର ଶକ୍ତି କେତେ ଅଛି ଯେ ପାଉଲ ଆମେ ଦେଖିବା ପାଉଛୁ, ପାଉଲ ଜଣେ ନରଘାତକ, ଜଣକୁ ଖ୍ରୀଷ୍ଟିଆନ ଲୋକମାନଙ୍କୁ ମାରିକିନା ଜେଲରେ ପଠାଉଥିଲେ, କିନ୍ତୁ ଦିନେ ପ୍ରଭୁ ତାଙ୍କ ଚକ୍ଷୁକୁ ଅନ୍ଧ କରିଦେଲେ। 3 ଦିନ ଭିତରେ ସେ ଦେଖି ପାରିଲେ ନାହିଁ। ହାଲେଲୁୟା। ସେଥିପାଇଁ ସେ ପାଉଲକୁ ପ୍ରଭୁ ଯୀଶୁ ବାଛିଲେ, ମନୋନୀତ କଲେ, ଆଉ ସେ ପ୍ରଭୁଙ୍କର ସେବାରେ ବଢିଲେ। ସେତେବେଳକୁ ସେ ପବିତ୍ର ଆତ୍ମା ପାଇକିନା ରୋଗୀ ମାନଙ୍କୁ କଣ କରୁଛନ୍ତି? ସେ ପାଉଲ ରୁମାଲ ଛୁଇଁଲେ ଲୋକମାନେ ସୁସ୍ଥତା ପାଉଛନ୍ତି, ଗାମୁଛା ଛୁଇଁଲେ ସୁସ୍ଥତା ପାଉଛନ୍ତି। ଏଟା ଗୋଟେ ଚେରମୂଳ ନୁହେଁ କି ଗୋଟେ ମେଡିସିନ ନୁହେଁ କି କିଛି ନୁହେଁ, କିନ୍ତୁ ଈଶ୍ୱରଙ୍କର ଶକ୍ତି କେତେ ମହାନ ଯେ କରେଣ୍ଟ ଛୁଇଁଲେ କେତେ ଈଶ୍ୱରଙ୍କର ଶକ୍ତି ହଉଛି ମହାନ, ସର୍ବଶକ୍ତିମାନ ଈଶ୍ୱର ଅଟନ୍ତି। ହାଲେଲୁୟା। ସେଥିପାଇଁ ଏହି ସ୍ଥାନ ଲେଖା ହେଇଥିଲା, ରୋଗୀ ମାନଙ୍କ ନିକଟକୁ ଅଣାଯାଆନ୍ତେ ସେମାନଙ୍କ ଠାରୁ ରୋଗ ଛାଡ଼ି ଯାଉଥିଲା। କଣ କରୁଥିଲେ? ରୋଗ ଛାଡ଼ି ଯାଉଥିଲା। ଏବେ ରୋଗରେ ଅଛନ୍ତି, ଦୁଃଖରେ ଅଛନ୍ତି, କଷ୍ଟରେ ଅଛନ୍ତି, ଯୀଶୁଙ୍କୁ ନିକଟକୁ ନେଉଥିଲେ, ରୋଗ ସୁସ୍ଥତା ପାଉଛନ୍ତି। କଷ୍ଟରେ ଦୁଃଖରେ ତାଙ୍କେ ଶାନ୍ତି ଆନନ୍ଦ ପାଉଛନ୍ତି। ହାଲେଲୁୟା। ଏହି ସମୟରେ ଆମେ ଦେଖା ପାଉଛୁ ଦୁଷ୍ଟ ଆତ୍ମା ଗୁଡାକ ବାହାରି ଯାଇଛନ୍ତି। ଏଡେ ବଡ ଭୂତ ପ୍ରେତ ଡୁମ୍ବା ଡାହାଣୀ ଲାଗିଥାଉ, ଯୀଶୁଙ୍କୁ ନାଁରେ ଯେତେବେଳକୁ ଫାଟି ପିଟି ଦେବ, ସେ ତରଳ ହେଇକିନା କୋଉଠି ପଳେଇବ ତାର ଠିକ ଠିକଣା ନାହିଁ। ହାଲେଲୁୟା। କେତେ ଯୀଶୁଙ୍କ ନାମ ଏତେ ସର୍ବଶକ୍ତିମାନ ନାମ। ପୃଥିବୀରେ ସ୍ୱର୍ଗରେ ମର୍ତ୍ତ ପାତାଳ 3 ଉପରେ ଅଧିକାର ହଉଛନ୍ତି। ଯୀଶୁଙ୍କ ନାମ ଧରିଲେ ଯେତିକି ଏଡେ ବଡ ଭୂତ ପ୍ରେତ ହେଲେ ବି କଣ ହେବ? ଛାଳିକିନା ପଳେଇବ। ଆଉ ଗୋଟେ ବାକ୍ୟ ଦେଖିବା, ଦେଖନ୍ତୁ ମୋ ସହିତ, ସେହି ପ୍ରେରିତ ପୁସ୍ତକ ତାର 17 ପର୍ବ 23 ପଦ କଣ ଲେଖା ହେଇଛି? ଲେଖା ହେଲା, କାରଣ ମୁଁ ଭ୍ରମଣ କରିବା ସମୟରେ ଆପଣମାନଙ୍କର ପୂଜ୍ୟ ସମସ୍ତ ଦେଖୁ ଦେଖୁ ଗୋଟିଏ ବେଦୀ ମଧ୍ୟ ଦେଖିଲି, ଯାହା ଉପରେ ଏହି କଥା ଲେଖା ହୋଇଅଛି, ଅଜ୍ଞାତ ଦେବତାଙ୍କର ଉଦ୍ଦେଶ୍ୟରେ ଅଥବା ଆପଣ ମାନେ ନ ଜାଣି ତାହାଙ୍କର ପୂଜା କରିଅଛନ୍ତି। ମୁଁ ତାହା ଆପଣ ମାନଙ୍କ ନିକଟରେ ପ୍ରଚାର କରୁଛି। ଯେତେବେଳେ ପାଉଳ ପ୍ରଚାର କରୁଛନ୍ତି, ଅନେକ ଲୋକମାନେ ଭ୍ରଷ୍ଟ ହଉଛନ୍ତି। ସେହି ସମୟରେ ପ୍ରଭୁଙ୍କର ଦାସ ପାଉଳ ପ୍ରଚାର କରୁଛନ୍ତି, ଯେଉଁ ଈଶ୍ୱର ଜଗତ ଓ ତନ୍ମସ୍ତ ସମସ୍ତ ପଦାର୍ଥ ସୃଷ୍ଟି କରିଅଛନ୍ତି, ସେ ସ୍ୱର୍ଗ ଓ ପୃଥିବୀର ପ୍ରଭୁ ହେବାରୁ ହସ୍ତ ନିର୍ମିତ ମନ୍ଦିର ସମୂହରେ ବାସ କରନ୍ତି ନାହିଁ। ହାଲେଲୁୟା। ଯୀଶୁ ପ୍ରଭୁ କହିବା ପାଇଁ ଚାହାନ୍ତି, ଏଡେ ବଡ ଚର୍ଚ୍ଚ ହେଉ, ଏଡେ ବଡ ମନ୍ଦିର ମସଜିଦ ହେଉ, କିନ୍ତୁ ହସ୍ତ ନିର୍ମିତ ମନ୍ଦିରରେ ଈଶ୍ୱର ବାସ କରନ୍ତି ନାହିଁ ବୋଲିକିନା କହୁଛନ୍ତି। ଈଶ୍ୱର କୋଉଠି ବାସ କରନ୍ତି? କିନ୍ତୁ 25 ପଦରେ ଆମେ ଦେଖିବା ପାଉଛୁ, ଅତଏବ ତାହାଙ୍କର କୌଣସି ଅଭାବ ଥିବାରୁ ମନୁଷ୍ୟ ହସ୍ତ ଦ୍ୱାରା ସେବିତ ହୁଅନ୍ତି ନାହିଁ, ଯେଣୁ ସେ ସ୍ୱୟଂ ସମସ୍ତ ଜୀବନ, ନିଶ୍ୱାସ ଓ ସମସ୍ତ ପଦାର୍ଥ ଦାନ କରନ୍ତି। ଆମକୁ ଯୀଶୁ ପ୍ରଭୁ ନିଶ୍ୱାସ ଦେଉଛନ୍ତି। ନିଶ୍ୱାସ ପ୍ରଶ୍ୱାସ ଯଦି ବନ୍ଦ ହେଇଗଲା, ମଣିଷ ମରିଯିବ, ସେ ବଞ୍ଚିବ ନାହିଁ। ହାଲେଲୁୟା। ସେଥିପାଇଁ ଆମକୁ ଫ୍ରିରେ ଦେଉଛନ୍ତି ନିଶ୍ୱାସ ପ୍ରଶ୍ୱାସ। ଏ ନିଶ୍ୱାସ ପ୍ରଶ୍ୱାସ ହଉଛି, ତାପରେ ଆଉ ଗୋଟେ ଦେଖନ୍ତୁ, ଏ ଜୀବନ ବି ଫ୍ରିରେ ଦେଇଅଛନ୍ତି ଆମକୁ। ଯଦି ତାଙ୍କର ହସ୍ତରେ ଜୀବନ ଅଛି, ମରଣ ଅଛି, ଯେତେବେଳେ ଚାହିଁବେ ସେତେବେଳକୁ ଆମର ଜୀବନକୁ ନେଇ ପାରନ୍ତି। ହାଲେଲୁୟା। ସେଥିପାଇଁ ଆମେ ଯିବା ପୂର୍ବରୁ ଆମେ କୋଉଠିକି ଯିବା? ନରକକୁ ଯିବା ନା ସ୍ୱର୍ଗକୁ ଯିବା? ଆମେ
ବାସ୍ ସେଟା ପାଇଁ ଯୀଶୁ ପ୍ରଭୁ କହୁଛନ୍ତି ମୋ ପାଇଁ ମୋ ନିକଟକୁ ଆସ ମୁଁ ତୁମକୁ ସ୍ୱର୍ଗ ରାଜ୍ୟ ନେବି ବୋଲିକିନା। ଆମର ଶରୀର ଆମର ଶରୀର ପାପମୟ ଶରୀରକୁ ଆମେ କଣ କରିବାର ଅଛି, ଈଶ୍ୱରଙ୍କ ନିକଟରେ ଶୁଚି ପବିତ୍ର ହେଇକିନା ତାଙ୍କ ନିକଟରେ ଆମେ ସମର୍ପଣ ହେବାର ଅଛି, ସାଲେଣ୍ଡର ହେବାର ଅଛି। ଆମେ ପାପ କରିଛୁ, ଆମେ ଭୁଲ କରିଛୁ, ବାପା ମତେ କ୍ଷମା କର, ତୁମେ ମତେ ଦୟା କର ବୋଲିକିନା ଆମେ ଯଦି ଯୀଶୁଙ୍କ ନିକଟକୁ ସମର୍ପଣ ହେବା, ଯୀଶୁ ପ୍ରଭୁ ଆମକୁ ତାଙ୍କ ରକ୍ତରୁ ଆମକୁ କଣ କରିବେ, ପରିଷ୍କାର କରିବେ। ହାଲେଲୁୟା। ହାଲେଲୁୟା। ସେଥିପାଇଁ ପଦାର୍ଥ ଦାନ କରନ୍ତି। ଆଉ ଏଇ ସ୍ଥାନ ଲେଖାଲା ସବୁ କିଛି ଆମକୁ କଣ କରନ୍ତି, ଦାନ କରନ୍ତି, ଦାନ କରନ୍ତି। ଦାନ ବୋଲେ ସେଥିପାଇଁ ତ ଯୀଶୁ ପ୍ରଭୁ ଈଶ୍ୱର ଗୋଟେ କଥା କହିଲେ ଜହନ 3:16, କାରଣ ଜଗତକୁ ଏଡେ ପ୍ରେମ କଲେ ଯେ ସେ ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ। କିନ୍ତୁ ଦାନ ଆମେ ଦେଇପାରିବା ନାହିଁ, ଈଶ୍ୱର ଆମକୁ ଦାନ ଦେଇଅଛନ୍ତି। ସେହି ଦାନକୁ ଆମେ କଣ କରିବା, ବିଶ୍ୱାସ ସହିତ ଆମେ ଗ୍ରହଣ କରିବା। ଆଉ ବାକ୍ୟ ଗୋଟେ ଖୋଲିବା, ମୋ ସହିତ ଖୋଲନ୍ତୁ ତାର ଜହନ ପୁସ୍ତକ, ପ୍ରେରିତ 14:8 ପର୍ବ ଖୋଲନ୍ତୁ ମୋ ସହିତ। ମୁଁ ପଢୁଛି, ଆପଣ ମନେ ଶୁଣନ୍ତୁ। ଲୁସ୍ତ୍ରାରେ ଜଣେ ଲୋକ ରହୁଥିଲା, ତାହାର ପାଦ ଦୁର୍ବଳ, ସେ ମାତୃ ଗର୍ଭରୁ ଖଞ୍ଜ। ଲୁତ୍ରାରେ ଜଣେ ରହୁଥିଲା, ତାର ପାଦ କଣ ହଉଥିଲା, ଦୁର୍ବଳ, ସେ ଚାଲି ପାରୁନଥିଲା, ଶକ୍ତି ନଥିଲା, କିନ୍ତୁ ମାତୃ ଗର୍ଭରୁ ଖଞ୍ଜ। ତାଙ୍କର ମା ପେଟରୁ ହିଁ ସେ ଜଣେ କଣ ହେଇଥିଲା, ଖଞ୍ଜ ହେଇଥିଲା। ଆଉ ସେ କେବେ ଚାଲି ନଥିଲା, କିନ୍ତୁ ସେ ଚାଲି ପାରୁନଥିଲା। ସେହି ଲୋକଟି ପାଉଲଙ୍କ ପ୍ରଚାର ଶୁଣୁଥିଲା। ପାଉଲ ତାଙ୍କୁ ଏକ ଦୃଷ୍ଟିରେ ଚାହିଁ ସୁସ୍ଥ ହେବା ପାଇଁ ତାହାର ବିଶ୍ୱାସ ଦେବାରୁ ଦେଖି ଉଚ୍ଚ ସ୍ୱରରେ କହିଲେ, ତୁମ୍ଭର ପାଦରେ ଭାର ଦେଇ ସିଧା ଠିଆ ହୁଅ। ସେଥିରେ ସେ କୁଧା ମାରି ଚାଲିବାକୁ ଲାଗିଲା। ହାଲେଲୁୟା। ମୋର ପ୍ରିୟ ଭାଇ ଭଉଣୀ ମାନେ, ସେ ଜନ୍ମଠାରୁ ସେ ଚାଲି ପାରୁନଥିଲା, ସେ ଖଞ୍ଜ ଥିଲା, କିନ୍ତୁ ଯୀଶୁ ଖ୍ରୀଷ୍ଟ କଣ କଲେ, ତାକୁ ଉଠେଇଲେ। ଯୀଶୁଙ୍କ ନାମରେ ଚାଲ ବୋଲି କହିବାରେ କଣ ହେଲେ, ସେ କୁଧା ମାରି ଛିଡା ହେଲା। ଏତେ ଶକ୍ତି ଅଛି ଯେ, ଏତେ ସାମର୍ଥ୍ୟ ଅଛି, କିନ୍ତୁ ସେ ଶକ୍ତି କି କିଏ ହରେଇ ପାରିବେ ନାହିଁ। ଏତେ ବଳବାନ ଶକ୍ତି ଅଟେ। ମୋର ପ୍ରିୟର ଭାଇ ଭଉଣୀ ମାନେ, ଆଉ ଗୋଟେ ବାକ୍ୟ ମୋ ସହିତ ଖୋଲନ୍ତୁ, ସେଇ ପ୍ରେରିତ ପୁସ୍ତକ 13 ପର୍ବ 18-19 ପଢିବା। ଆମେ ଏଠି এই ସ୍ଥାନରେ ଦେଖିବାକୁ ପାଉଛୁ, ପରେ ପ୍ରାୟ 40 ବର୍ଷ ପର୍ଯ୍ୟନ୍ତ ପ୍ରାନ୍ତରରେ ସେମାନଙ୍କ ବ୍ୟବସ୍ଥା ସହ୍ୟ କଲୁ। ପୁଣି କିଣାନ ଦେଶରେ 7 ଗୋଟି ଜାତି କି ବିନାଶ କରି ପ୍ରାୟ 450 ବର୍ଷ ପର୍ଯ୍ୟନ୍ତ ସେମାନଙ୍କ ଦେଶ ଅଧିକାର ସ୍ୱରୂପେ ଦେଲୁ। ହାଲେଲୁୟା। ଆମେ ଏଇ ସ୍ଥାନରେ ଦେଖିବାକୁ ପାଉଛୁ, ଯେତେବେଳକୁ ମିଶର ଦେଶରେ ଦାସତ୍ୱ ଭାବରେ କାମ କରୁଥିଲେ, ସେଇ ସମୟରେ ଈଶ୍ୱର ପ୍ରଭୁ କଣ କଲେ, ସେ ମୂଷାଙ୍କ ଗୋଟେ ପ୍ରସ୍ତୁତ କଲେ, ଆଉ ସେହି ଲୋକମାନଙ୍କୁ ଉଦ୍ଧାର କରିକିନା ପ୍ରାନ୍ତରରେ ଆଣିଲେ। ଆଉ 40 ବର୍ଷ ତାଙ୍କୁ ଖାଇବା ପିଇବା ସବୁ ବ୍ୟବସ୍ଥା ପ୍ରଭୁ କଣ କଲେ ନା ଯୋଗେଇ ଦେଲେ। ହାଲେଲୁୟା। କିନ୍ତୁ ଗୋଟେ ପାରଙ୍କର ଦାସତ୍ୱ ବନ୍ଧନରେ ଥିଲେ, ସେଠି କେବେ ବି ମୁକ୍ତି ପାଉନଥିଲେ। ସେହି ସ୍ଥାନରେ ଗୋଟେ ଦାସ ଭାବରେ କାମ କରୁଥିଲେ, କେତେ ନିର୍ଯାତନା ପାଉଥିଲେ, କେତେ ମାଡ ଖାଉଥିଲେ, କିନ୍ତୁ ଗୋଟେ ଫାରୋ ରାଜା ନିକଟରେ ଏତେ ଯନ୍ତ୍ରଣା ପାଉଥିଲେ, କିନ୍ତୁ ଯୋଉ ସୃଷ୍ଟିକର୍ତ୍ତାଙ୍କୁ ଈଶ୍ୱରଙ୍କୁ ଭୁଲି ଯାଇକିନା ତାଙ୍କେ ମାନେ ଉପବାସ କରୁନଥିଲେ କି ପ୍ରାର୍ଥନା କରୁନଥିଲେ, ଈଶ୍ୱରଙ୍କୁ ଭୁଲି ଯାଇଥିଲେ, କିନ୍ତୁ ତାଙ୍କେ ମାଡ ଖାଉଥିଲେ, ଏତେ କ୍ରନ୍ଧନ ଖାନ୍ଦୁଥିଲେ। ସେଥିପାଇଁ ସେ ଖାଣ୍ଡକୁ ଈଶ୍ୱର ପ୍ରଭୁ କଣ କଲେ, ଶୁଣିକିନା ସେହି ଲୋକମାନଙ୍କୁ ଉଦ୍ଧାର କଲେ। ଆଉ ଉଦ୍ଧାର କରିକିନା ପ୍ରାୟ 40 ବର୍ଷ ପର୍ଯ୍ୟନ୍ତ ତାଙ୍କୁ ପ୍ରାନ୍ତରରେ ବସେଇଲେ, ଆଉ ଖାଇବା ପିଇବା ରହିବା ସବୁ ଯୋଗେଇ ଦେଲେ। ହାଲେଲୁୟା। କିନ୍ତୁ ସେହି ଈଶ୍ୱରଙ୍କର ଲୋକମାନଙ୍କୁ ମନୋନୀତ କଲେ ପରମେଶ୍ୱର। ପୁଣି ଏଇ ସ୍ଥାନରେ ଦେଖିବାକୁ ପାଉଛୁ, ପୁଣି କିଣାନ ଦେଶରେ 7ଟି ଜାତିକୁ ବିନାଶ କଲେ। ଯୀଶୁ ପ୍ରଭୁ ଯେତେବେଳକୁ ଈଶ୍ୱରଙ୍କର କଥା ମାନିଲେ ନାହିଁ, 7ଟି ଜାତିକୁ କଣ କଲେ, ବିନାଶ କଲେ। ସମସ୍ତଙ୍କୁ କଣ କଲେ, ବିନାଶ କଲେ। 7ଟି ଜାତିକୁ ପ୍ରାୟ 450 ବର୍ଷ ପର୍ଯ୍ୟନ୍ତ
ସେମାନଙ୍କୁ ଦେଶ ଅଧିକାର ସ୍ୱରୂପେ ଦେଲେ। ଦେଖନ୍ତୁ ଆମେ ଏଠି ଏଇ ସ୍ଥାନ ଦେଖିବାକୁ ପାଉଛୁ 450 ବର୍ଷ ପର୍ଯ୍ୟନ୍ତ ଶାସନ କଲେ ଈଶ୍ୱରଙ୍କର। କାହିଁକି ସେ କିଡ଼ାନ ଦେଶରେ ଆଉ ପୁନର୍ବାର ନେଇ ଗଲେ? ସେ କିଡ଼ାନ ଦେଶ ନେବା ପାଇଁ କିନ୍ତୁ ପ୍ରଥମେ କୋଉଠି ଥିଲେ? କିଡ଼ାନ ଦେଶ ଥିଲେ। ଯେତେବେଳକୁ ଦୁର୍ଭିକ୍ଷ ହେବାରୁ କୋଉଠିକୁ ଦାସତ୍ୱ ହେଇଥିଲେ? ନା ମିଶ୍ର ଦେଶରେ ଯାଇକିନା ତାଙ୍କେ ବନ୍ଦିତ ହେଇଥିଲେ। ହାଲେଲୁୟା। ହାଲେଲୁୟା। हालेलुया ଆମେ ବି ଏତେ ବନ୍ଧନରେ ଥିଲୁ, କିନ୍ତୁ ପ୍ରଭୁ ଯୀଶୁ ଆମର ବନ୍ଧନକୁ ପିଟେଇ ଦେଇଛନ୍ତି। କିନ୍ତୁ ଆମେ ପାପରେ ଥିଲୁ, ଯନ୍ତ୍ରଣା ଥିଲୁ, ଆମେ ନରକକୁଣ୍ଡ ଯାଇଥାନ୍ତୁ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କର ଅନୁଗ୍ରହରେ ଆମେ ଈଶ୍ୱରଙ୍କର ନିକଟକୁ ଆମେ ଉପସ୍ଥିତ ହେଇଅଛୁ। ହାଲେଲୁୟା। ହାଲେଲୁୟା। ସେଥିପାଇଁ ଏହି ବାକ୍ୟ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆଉ ଏ ବାକ୍ୟ ନିମନ୍ତେ ଆମ ନିକଟରେ ଅଛନ୍ତି ଅମାଲ ଭଉଣୀ ଦିଦି, ସେ ପ୍ରାର୍ଥନା କରିବେ।